କୁହନ୍ତି ପ୍ରେମ କାଳେ ଅନ୍ଧ, କୁହନ୍ତି ପ୍ରେମ କାଳେ ଅନ୍ଧ, ହେଲେ ପ୍ରେମକୁ ଏବେ ଟିକେ ଟିକେ ଦେଖା ବି ଗଲାଣି। ସିଏ ଟିକେ ସରକାରୀ ଚାକିରି, ଟଙ୍କା ଆଉ ଟିକେ ସୁନ୍ଦରତାକୁ ଖୋଜିଲାଣି। ଧନରୁ ତ ସମସ୍ତେ ଧନୀ ଥାଆନ୍ତି, ଧନରୁ ତ ସମସ୍ତେ ଧନୀ ଥାଆନ୍ତି, ହେଲେ ମନରୁ ଯେ ଥାଏ ଧନୀ, ଅଭିମାନକୁ ପଛରେ ପକି ସ୍ୱାଭିମାନକୁ ଯେ ସାଙ୍ଗରେ ଚାଲେଖେନି, ପୁରୀ କୋଣାର୍କ ଲିଙ୍ଗରାଜ ଦିଏ ଯାହାର କଳା ସଂସ୍କୃତିର ନିଶାନୀ, ପୁଣି ଜଗତର ନାଥ ଜଗନ୍ନାଥ ଯାହାର ମଉଡ଼ମଣି, ଆଉ ଯାହା ପାଇଁ ସମସ୍ତେ ଗାଆନ୍ତି ବନ୍ଦେ ଉତ୍କଳ ଜନନୀ, ପୁଣି ଦୟାନଦୀ ଯୋଉଠି ବୀରତ୍ୱର ଗାଥା ଗାଏ, ଦୟାନଦୀ ଯୋଉଠି ବୀରତ୍ୱର ଗାଥା ଗାଏ, ଓଡ଼ିଶୀ ଯାହା କୋଟି ବ୍ରହ୍ମାଣ୍ଡ ଚଳଉଥିବା ମାଲିକର ମନ ଲୋଭାଏ, ପୁଣି ଖଣ୍ଡଗିରି ଉଦୟଗିରି ପାହାଡ଼ର ଗୁମ୍ଫା ଯାହା ଇତିହାସର କଥା କହେ, ପୁଣି ଧଉଳିର ସାଞ୍ଚି ସ୍ତୂପ ଯାହା ମୋକ୍ଷ ଆଡ଼କୁ ପରିବର୍ତ୍ତନର ରାସ୍ତା ଦେଖାଏ, ପୁଣି 12 ମାସରେ ଯୋଉଠି 13 ପର୍ବ, 12 ମାସରେ ଯୋଉଠି 13 ପର୍ବ, ଅତିଥି ଯୋଉଠି ସାଜନ୍ତି ଦେବ ଭବ, ପୁଣି 9 ଭଜା 6 ତିଅଣରେ ପେଟ ପୁରେ ନାହିଁ, 9 ଭଜା 6 ତିଅଣରେ ପେଟ ପୁରେ ନାହିଁ, ପଖାଳ କଂସା ତୋରାଣୀରେ ଯୋଉଠି ରହିଯାଇଥାଏ ଆଶା, ଭାରି ମଲଲୋଭା ଯାହାର ପୁରାଣ ପୋଥି 34, ପୁଣି ଉତ୍କର୍ଷ ଯାହାର ଭାଷା, ସେ ହେଉଛି ଆମ ଓଡ଼ିଶା। ଆଉ ସମସ୍ତେ ତ ଜାଣନ୍ତି ଆମେ ଓଡ଼ିଆ ଭାରି ବଢ଼ିଆ। ଆଜିର ମୋର କବିତାର ଶୀର୍ଷକ ରହୁଛି ଭାଇ, ମୋ ଭାଇ। 40 ଭାଗ ଖଳନାୟକ, 40 ଭାଗ ଖଳନାୟକ, ହେଲେ 60 ଭାଗ ନାୟକ। ଚୁପ୍ କମ୍ ଆଉ ଗପୁଡ଼ା ଅଧିକ, ମାଙ୍କ ଆଗରେ ଚୁଗୁଲି କରେ, ହେଲେ ଅନ୍ୟମାନଙ୍କ ଆଗରେ ମୋର ବହୁତ ବଡ଼ ପ୍ରଶଂସକ। ସେ ହେଉଛି ମୋ ଭାଇ, ମୋ କାହାଣୀର ନିର୍ଦ୍ଦେଶକ। ସବୁ କଥାରେ ଆଗ ମୁଣ୍ଡ ନୁହେଁ ନାକ ଯେ ପୁରାଏ, ଖାଇବା ଜିନିଷର ଅଧା ଏକା ଖାଇଯାଏ, କୁଣ୍ଡା ହୋଇଥିବା ଚୁଟିକୁ ଅସଜଡ଼ା କରି ଜୀବନକୁ ଯିଏ ସଜାଡ଼ି ଦିଏ, ପୁଣି ଗୁପ୍ତ କଥାକୁ ଗୁପ୍ତ ରଖିବା ପାଇଁ, ଗୁପ୍ତ କଥାକୁ ଗୁପ୍ତ ରଖିବା ପାଇଁ ଧମକ ଚମକ କରି ଲାଞ୍ଚ ମାଗୁଥାଏ, ହେଲେ ମୋ ଆଖିରେ କେବେ ଲୁହ ନ ଆସୁ ବହୁତ ବଡ଼ ଦାୟିତ୍ୱକୁ ଯେ ମୁଣ୍ଡରେ ବହୁଥାଏ, ସେ ମୋ ଭାଇ ହେଇଥାଏ। ଦେଖିଛି ତାକୁ ମୁଁ ଅନ୍ୟ ଦିନମାନଙ୍କରେ, ଆଉ ଗୋଟେ ଦିନ ରାକ୍ଷୀ ପୂର୍ଣ୍ଣମୀ ଦିନରେ, ଯେମିତି ସେ କହେ ତୁ ବାନ୍ଧିଦେ ମୋ ହାତରେ, ତୋଠର ଖୁସି ପାଇଁ ମୁଁ ଲଢ଼େଇ ଯିବି ଦୁନିଆ ସାଙ୍ଗରେ, ଫୁଲ ବିଛେଇ ଦେବି ତୁ ଚାଲୁଥିବା ରାସ୍ତାରେ, ତୋ ଭାଗର ଦୁଃଖ ଗୁଡ଼ା ବିଧାତାକୁ କହି ଲେଖିଦେବି ମୋ ଭାଗ୍ୟରେ, ଭାଇ ତୁ ଏତେ ଭଲ କାହିଁକି ହେଲୁ ରେ। ଯେବେ କହେ ଭାଇ ମୁଁ ଘରକୁ ଯିବି, ଯେବେ କହେ ଭାଇ ମୁଁ ଘରକୁ ଯିବି, ରାତି ଯେତେ ହଉ ଶୀତ ଯେତେ ବି ହଉ ଗୋଟେ ଲୋକ ବସିଥିବ, ଆଉ ସେ ମୋ ଭାଇ ହେଇଥିବ। ପୁଣି ଭାବେ ଯେବେ ଏତେ ଭଲ ପାଉଥିବା ଲୋକଟେ ପାଖରୁ ତା ଭଉଣୀଟି ଅନ୍ୟ ଘରକୁ ଚାଲି ଯାଉଥାଏ, ସେତେବେଳେ ସେ ଭାଇର ହୃଦୟଟା ସତରେ କ'ଣ କହୁଥାଏ? କୁହନ୍ତି ବାପ ଥିବା ପୁଅ କେବେ ସଭାରେ ହାରେନି, କୁହନ୍ତି ବାପ ଥିବା ପୁଅ କେବେ ସଭାରେ ହାରେନି, ଆଉ ମୁଁ କୁହେ ଭାଇ ଥିବା ଭଉଣୀ କେବେ ଜୀବନ ଯୁଦ୍ଧରେ ହାରେନି। ଆଜିକାଲିର ନାରୀର ସୁରକ୍ଷାକୁ ନେଇ ଗୋଟେ ଛୋଟ କବିତାଟିଏ ଲେଖିଥିଲି। ହଁ, କୋଉଠି କେଜାଣି ଯେମିତି ଅକୁହା ଡର ଗୋଟେ ବସିଯାଇଛି, ଘରୁ ପାଦ କାଢ଼ୁ କାଢ଼ୁ ସମସ୍ତଙ୍କ ନଜର ସେଇ ଫେରିବା ରାସ୍ତାକୁ ପଡ଼ିଛି। କୁହନ୍ତି ଝିଅ ଜନ୍ମରେ କାଳେ ଘରକୁ ଲକ୍ଷ୍ମୀ ଆସିଛନ୍ତି, ହେଲେ ଏବେ ଝିଅ ଜନ୍ମରେ ବାପା ମା ତାକୁ କେମିତି ସୁରକ୍ଷା ଦେବେ ଭାବି ଚିନ୍ତାରେ ବସୁଛନ୍ତି, କାହିଁକି ନା ସେ ଲକ୍ଷ୍ମୀଟି ଆଜି ଦ୍ରୌପଦୀ ସାଜି ଯାଇଛି, ଆଉ ଦୁଶାସନ ହାତରେ ତା ଶାଢ଼ୀର କାନି ଲାଗିଯାଇଛି। ସେଦିନ କୃଷ୍ଣ ଆସିଥିଲେ ସେଇ ଦ୍ରୌପଦୀର ଲଜ୍ଜା ନିବାରଣ ପାଇଁ, ହେଲେ କଲିକତା ମୌମିତା ଯେଉଁ ଘଟଣାରେ ପୁଲିସ ବାଲା ହିଁ ଧର୍ଷଣ କରିଥିଲା, ତ ସେଦିନ କୃଷ୍ଣ ଆସିଥିଲେ ସେଇ ଦ୍ରୌପଦୀର ଲଜ୍ଜା ନିବାରଣ ପାଇଁ, ହେଲେ ଏଠି ରକ୍ଷକ ବି ତ କେବେ କେବେ ଭକ୍ଷକ ସାଜି ଯାଉଛି। ବିଶ୍ୱାସ କାହା ଉପରେ କରିବ, ବିଶ୍ୱାସ କାହା ଉପରେ କରିବ, ଶୁଣିଛି କାଳେ ଏ ବିଶ୍ୱାସଟାକୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଛି। ଏଠି କେହି ନୁହେଁ କାହାର, ଏଠି କେହି ନୁହେଁ କାହାର, ହେଲେ ଏ ଡର ରହିଯାଇଛି ସମସ୍ତଙ୍କର, ଆଉ ଏ ଡର ସାଜିବ ଦିନେ ଅସ୍ତ୍ର ସବୁ ଦୁର୍ନୀତି ଆଉ ଦୁରାଚାରର।
ଯେମିତି ଗୋଟେ ଭୁଲ କରିବା ଆଗରୁ ସେ ତାର ପରିଣାମ ପାଇଁ ବାଧ୍ୟ ହେଇଯାଉ ଭାବିବାକୁ 100 ଥର କେତେ ଆଉ ନଷ୍ଟ ହବ ଏମିତି ଜୀବନ ଅଭୟା ନିର୍ଭୟା ମୌମିତା ପୁଣି ଜଣା ନଥିବା କେତେ ଜଣଙ୍କର। ବନ୍ଦ କର ଏସବୁ, ବନ୍ଦ କର ଏସବୁ ଆଉ ପରିବର୍ତ୍ତନ ହେଉ ଏ ମାନସିକତାର। ଯେ ନ୍ୟାୟ ପାଇଁ ପୁଣି ବର୍ଷ ପାଇଁ ବର୍ଷ ନୁହେଁ, ପରିବର୍ତ୍ତନ ହେଉ ଏ ନିୟମ ତୁମ ସରକାର। ଆଉ ଗୋଟେ ଦିଦି ଛୋଟ କବିତା ଖାଲି ସମାଜର ଏବେ ଯୋଉ ପରିବର୍ତ୍ତନର କିଛି ସମାଜର ସତ୍ୟତାକୁ ନେଇ ଗୋଟେ ଛୋଟ କବିତାଟିଏ। ଏବେ ସୋସିଆଲ ମିଡ଼ିଆ ଜମାନାରେ ଲୋକଙ୍କ ପାଖରେ ଫ୍ୟାନ୍ ଫଲୋଇଂ ତ ବହୁତ, ହେଲେ ନିଜର ମନ କଥା କାହା ଆଗରେ କହି ନପାରି ଶହ ଶହ ଏଠି ଆତ୍ମହତ୍ୟା କଲେଣି, ଆଉ ହଜାର ହଜାର ଡିପ୍ରେସନକୁ ଗଲେଣି। ଲୋକେ ଏବେ ମହାତ୍ମା ଗାନ୍ଧୀକୁ ଭଲ ଲୋକ ନଥିଲା ବୋଲି କହିଲେଣି। ଲୋକେ ଏବେ ମହାତ୍ମା ଗାନ୍ଧୀକୁ ଭଲ ଲୋକ ନଥିଲା ବୋଲି କହିଲେଣି, ଆଉ ନାଥୁରାମ ଗଡ଼ସେ ଉପରେ ତାଙ୍କର ପ୍ରବଳ ଦୟା ଆସିଲାଣି। ଶ୍ରୀରାମଙ୍କ ଅପେକ୍ଷା ରାବଣର ପ୍ରଶଂସା କଲେଣି। ଶ୍ରୀରାମଙ୍କ ଅପେକ୍ଷା ରାବଣର ପ୍ରଶଂସା କଲେଣି। ସୀତାମାତାଙ୍କୁ ହରେଇଥିଲା ସତ, କିନ୍ତୁ ବିନା ଆଜ୍ଞାରେ ଛୁଇଁ ତ ନାହିଁ। କିଛି ସର୍ତ୍ତ ଥିଲା, ନହେଲେ ଛଳନା କରି ହରେଇଥିଲା କ'ଣ ପୂଜା କରିବା ପାଇଁ? ଏମିତି କିଛି ବାଟବଣା ହୋଇ ଲୋକେ ନିଜର ଆଦର୍ଶକୁ ପରିବର୍ତ୍ତନ କଲେଣି, ଆଉ ଏପ୍‌ଷ୍ଟାଇନ୍ସ ଫାଇଲ୍ ଭଳି କିଛିଟା ସତ୍ୟ ତାଙ୍କୁ ଭେଟି ମିଳିଲାନି। ସମାଜରେ ଏବେ ନିମ୍ବ ଗଛଟି ଏତେ ଆଉ ଦେଖିବାକୁ ମିଳୁନାହିଁ, ହେଲେ ଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିଗଲାଣି। କଥାରେ ମଧୁରତା କମିଗଲାଣି, ହେଲେ ଶରୀରରେ ସୁଗାରର ମାତ୍ରା ବଢ଼ିଗଲାଣି। ଏବେ ଲୋକେ ଟିକେ ଶାନ୍ତିରେ ରହିବା ପାଇଁ ଗଛ କାଟି ଘର ବନେଇଲେଣି, ପୁଣି ଘରୁ ଶାନ୍ତି ନ ପାଇ ଗଛ ମୂଳକୁ ଫେରିଲେଣି। କୁହନ୍ତି ପ୍ରେମ କାଳେ ଅନ୍ଧ, କୁହନ୍ତି ପ୍ରେମ କାଳେ ଅନ୍ଧ, ହେଲେ ପ୍ରେମକୁ ଏବେ ଟିକେ ଟିକେ ଦେଖା ବି ଗଲାଣି। ସିଏ ଟିକେ ସରକାରୀ ଚାକିରି, ଟଙ୍କା ଆଉ ଟିକେ ସୁନ୍ଦରତାକୁ ଖୋଜିଲାଣି। ଶେଷରେ ଗୋଟେ ସତ, ଶୀତ ବର୍ଷା ଖରା କାକର, ଶୀତ ବର୍ଷା ଖରା କାକର, କଣ୍ଟା ଗୁଡ଼ି ମାଟି ପଥର। ଶୀତ ବର୍ଷା ଖରା କାକର, କଣ୍ଟା ଗୁଡ଼ି ମାଟି ପଥର, ସବୁରେ ସୁରକ୍ଷା ଦେଲା। ଯେତେବେଳେ କାଦୁଅରେ ଗୋଡ଼ ଖସିଗଲା, ଘଷି ହୋଇଯାଇଥିବା ଜୋତାଟାକୁ ଏଠି ଦୋଷ ଦିଆଗଲା। ଧନ୍ୟବାଦ।